ଆପଣ ସବୁବେଳେ କୁହନ୍ତୁନି କି ଯେ ମୁଁ କିଛି ବି କରିବାକୁ ଚାହିଁଲେ ମୋ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି, ମୁଁ କିଛି ବି କରିବାକୁ ଚାହିଁଲେ ବାଧା ସୃଷ୍ଟି ହେଉଛି। ତେବେ ଆପଣ ଆଜି ଏଇ ଷ୍ଟୋରିଟି ଶୁଣି ସାରିଲା ପରେ, ଏଇ ଭିଡ଼ିଓଟି ପୁରା ଦେଖି ସାରିଲା ପରେ ଆପଣ ଜାଣିଯିବେ ଯେ କଷ୍ଟ କାହାକୁ କହନ୍ତି, ଯନ୍ତ୍ରଣା କାହାକୁ କହନ୍ତି, ପ୍ରତିବନ୍ଧକ କାହାକୁ କହନ୍ତି। ଆଉ ଏ ପ୍ରତିବନ୍ଧକକୁ ପାରେଇ, ଏ କଷ୍ଟ ଯନ୍ତ୍ରଣାକୁ ପାରେଇ ମଣିଷ କିଭଳି ସଫଳତାର ଶିଖରକୁ ଛୁଏଁ, ସଫଳତାର ଶୀର୍ଷରେ ପହଞ୍ଚେ। ତେବେ ବନ୍ଧୁ ମୁଁ କହି ରଖେ, ଆମେ ସବୁବେଳେ ଖାଦ୍ୟ ଖାଇଥାନ୍ତି। କୌଣସି ଦିନ ଯଦି ଖାଦ୍ୟ ଖାଇବା ଦ୍ୱାରା ଆମ ଦେହ ଖରାପ ହେଇଯାଉଛି, ଆମକୁ ଝାଡ଼ା ହେଉଛି, ଆମ ପେଟ ଖରାପ ହେଉଛି, ତେବେ କ'ଣ ଆମେ ପରଦିନ ଖାଦ୍ୟ ଖାଇବା ଛାଡ଼ିଦେବା? ଯଦି ଆମେ ରାସ୍ତାରେ ଯାଉଛନ୍ତି, ବର୍ଷା ଆସିଲା, ଝଡ଼ ଆସିଲା, ତେବେ ଆମେ କ'ଣ ରାସ୍ତାରେ ଚାଲିବା ଭୁଲିଯିବା? ଆମେ ପ୍ରତ୍ୟେକ ଦିନ ସାଇକେଲ ନେଇକି ଯାଉଛନ୍ତି, ଗାଡ଼ି ନେଇକି ଯାଉଛନ୍ତି। ଯଦି କୌଣସି ଦିନ ଗାଡ଼ିରୁ ଆମେ ଗଡ଼ି ପଡ଼ିଲେ, ଆମର ଆକ୍ସିଡେଣ୍ଟ ହେଲା, ତେବେ କ'ଣ ଆମେ ଗାଡ଼ି ଚଲେଇବା ଭୁଲିଯିବା? ନାଇଁ ବନ୍ଧୁ, ଆମେ କେବେ ବି ଭୁଲିବା ନାହିଁ। ତେବେ କାହିଁକି ଜୀବନର ଏ ପ୍ରତିବନ୍ଧକର ନାଁ ନେଇ ଆମେ ଆଗକୁ ଚାଲିବା ବନ୍ଦ କରିଦିଅନ୍ତି? ରୋୱାନ୍ ଆଟକିନ୍ସନ୍, ଆପଣ ଆଶ୍ଚର୍ଯ୍ୟ ହେଉଥିବେ ଏଭଳି ଏକ ନାଁ ଶୁଣିକି। ତେବେ ହଁ ବନ୍ଧୁ, ଆମେ ଯାହାଙ୍କୁ ମିଷ୍ଟର ବିନ୍ ରୂପେ ଜାଣନ୍ତି, କେବଳ ଆମେ ନୁହେଁ, ପୁରା ବିଶ୍ୱର ଲୋକେ ଯାହାଙ୍କୁ ଜାଣନ୍ତି ମିଷ୍ଟର ବିନ୍, ଯାହାଙ୍କର କମେଡ଼ି ଦେଖି ହସି ହସି ବେଦମ୍ ହୁଅନ୍ତି, ତାଙ୍କର ଅରିଜିନାଲ ନାଁ ହେଉଛି ରୋୱାନ୍ ଆଟକିନ୍ସନ୍। ତେବେ ଏହି ରୋୱାନ୍ ଆଟକିନ୍ସନ୍ରୁ ମିଷ୍ଟର ବିନ୍ ହେବା ପାଇଁ ଯେଉଁ ରାସ୍ତା ଅତିକ୍ରମ କରୁଛନ୍ତି ନା, ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଆସିଯିବ। ଆଜି ସେ ସଫଳତାର ଶୀର୍ଷରେ, ହେଲେ ତାଙ୍କ ଜୀବନ କାହାଣୀ ଆପଣଙ୍କୁ କନ୍ଦେଇ ଦେଇପାରେ। ସେ ଜନ୍ମ ହୋଇଥିଲେ ଇଂଲଣ୍ଡରେ, ଏକ ଗରିବ ପରିବାରରେ। 1955 ମସିହା ଜାନୁଆରୀ 6ରେ ତାଙ୍କ ପିତାମାତା ସେତେ ବି ପଇସା ବାଲା ନଥିଲେ, ଖୁବ୍ ଗରିବ ଥିଲେ। ସେ ଗରିବ ଘରେ ବଢ଼ିଛନ୍ତି। ପିଲାବେଳୁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲେ, ସେତେବେଳେ ସେ ସାଙ୍ଗମାନଙ୍କୁ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରି, ମୁହଁକୁ ବିକୃତ କରି ପିଲାମାନଙ୍କୁ ହସେଇବାକୁ ଭଲ ପାଉଥିଲେ, ସାଙ୍ଗସାଥିମାନଙ୍କୁ ହସେଇବାକୁ ଭଲ ପାଉଥିଲେ। ତ ବନ୍ଧୁ ବୁଝି ରଖନ୍ତୁ, ତାଙ୍କ ଭିତରେ ଏଇ ଯେଉଁ ହସେଇବାର ଗୁଣଟା, ଇଏ ଆରମ୍ଭ ହୋଇଥିଲା ସ୍ଫୁରଣ। ଏ ମଞ୍ଜି, ଏ ସୃଷ୍ଟିର ସୂଚନା। ତେବେ ସେଇଠି ବସିଗଲେ ତ ହେବନି, ସେ ଆଗକୁ ଚାଲିଲେ। ତାଙ୍କ ମନରେ ଇଚ୍ଛା ଥିଲା ସେ କିଛି କରି ଦେଖେଇବେ, ସେ ଭଲ କମେଡ଼ିଆନ୍ ହେବେ, ଭଲ ଆକ୍ଟର ହେବେ। ହେଲେ କେମିତି ହେବେ? ତାଙ୍କର ସ୍ପିକିଂ ଡିଜର୍ଡର ରୋଗ ଥିଲା। ଆପଣ ଯେତେବେଳେ ତାଙ୍କ କମେଡ଼ି ଭିଡ଼ିଓ ଦେଖିଥିବେ, ସମସ୍ତେ ଦେଖିଥିବେ, ସେ କମେଡ଼ି ଭିଡ଼ିଓରେ ଦେଖିଥିବେ ସେ କେବେ ବି ଗୋଟିଏ ବି ଶବ୍ଦ ସ୍ପଷ୍ଟ ଉଚ୍ଚାରଣ କରିପାରିନାହାନ୍ତି। ଏହାର କାରଣ ନୁହେଁ ସେ ଜାଣି ଏମିତି କରନ୍ତି, ଏହାର କାରଣ ହେଉଛି ସେ ସତରେ କୌଣସି ଶବ୍ଦ ଉଚ୍ଚାରଣ କରିପାରନ୍ତି ନାହିଁ। କାରଣ ତାଙ୍କର ସ୍ପିକିଂ ଡିଜର୍ଡର ରୋଗ ଥିଲା। ତେବେ କ'ଣ ସେ ବସିଯିବେ, ହାରିଯିବେ? ନା ଆମ ଭଳି କହିବେ ପ୍ରତିବନ୍ଧକ ଆସୁଛି, ଆମେ ଏ କାମ କରିବାନି, ବାଧାବିଘ୍ନ ଆସୁଛି, ଆମେ ଏ କରିବାନି? ନା, ତାଙ୍କ ମନ ଭିତରେ ସେଭଳି ପ୍ରଶ୍ନ କେବେ ବି ଆସିନାହିଁ ଯେ ମୁଁ ଏ କାମ କରିବି ନାହିଁ। ବରଂ ଏଇ ପ୍ରଶ୍ନ ଆସିଛି, ଏଇ ଉତ୍ତର ସେ ନିଜକୁ ପଚାରିଛନ୍ତି, ମୁଁ କେତେ ଶୀଘ୍ର ମୋ ସଫଳତାର ଶୀର୍ଷରେ ପହଞ୍ଚିବି, କେତେ ଶୀଘ୍ର ମୋର ମନୋବାଞ୍ଛା, ମୋର ଟାର୍ଗେଟ, ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବି। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ କରିଥିଲେ, ଅକ୍ସଫୋର୍ଡ ୟୁନିଭର୍ସିଟିରେ ଯାଇକି ମାଷ୍ଟର ଡିଗ୍ରୀ କମ୍ପ୍ଲିଟ୍ କରିଥିଲେ। ଚାହିଁଥିଲେ ଭଲ ଚାକିରିଟେ କରିପାରିଥାନ୍ତେ, ଖୁବ୍ ଖୁସିରେ ରହିପାରିଥାନ୍ତେ, କିନ୍ତୁ ସେ ସଂଘର୍ଷକୁ ଆଦର ନେଲେ, ସଂଘର୍ଷରେ ପାଦ ଦେଇ ଆଗକୁ ବଢ଼ିବାକୁ ଲାଗିଲେ। ହେଲେ ବାଧା ବିଘ୍ନ ତାଙ୍କ ପିଛା ଛାଡ଼ୁନଥାଏ। ଯେତେବେଳେ ସେ କୌଣସି ଜାଗାକୁ ଇଣ୍ଟରଭ୍ୟୁ ଦେବା ପାଇଁ ଗଲେ, ଅଡିସନ୍ ଦେବା ପାଇଁ ଗଲେ, ସମସ୍ତେ ତାଙ୍କୁ ଦେଖି ହସିଲେ। କାହିଁକି? ତାଙ୍କର ନାଁ ଥିଲା ରୂପ, ନା ଥିଲା ଗୋଟେ ହିରୋ ଭଳି ଚେହେରା, ନା ଥିଲା ହିରୋ ଭଳି ବଡି, ନା ସେ ଭଲ ଭାବେ ପଦେ କଥା କହିପାରୁଥିଲେ। ସମସ୍ତେ ଥଟ୍ଟା କଲେ, ପରିହାସ କଲେ, ତାଚ୍ଛଲ୍ୟ କଲେ। ଇଏ ପୁଣି ଆର୍ଟିଷ୍ଟ ହବ,
ये अभिनय करिवो जार पाटरू कथा बारुनी जी पदे कथा ठीक रे कहि पारुनी जार कथा लोके बुझी परिबे नाही जार कथा सुनले लोके हसुचंती जार कथा को सुनिले कौनसी सिनेमा चलिबो नाही जार कथा कथा नुह केवल केते गोटी शब्द भली शुभुची एमिति अनेक अपमान करथिले तांकर कथा को नेकी तांकर मुख को नेकी बंधु आश्चर्य हेबे जो कथा ही तांकर थिला कंटा से कंटा को बाहर करदेले से भाविले ये कथा कहीं रहिबो ये कथा को भूली दबा ना जीवन सबुठ बड़ समस्या आमर बंधु होता से जिते आम जो समस्या थांती से समस्या को धरी धरिकी चली था आम पादर चप्पल कंटा फुटी जाए आम गोड़ को से कष्ट दौ थाए हेले आम से कंटा बाहर न करी आम सेमती चप्पल माड़ी माड़ी चली था किंतु से कहले ना जदि ये कथा द्वारा मु किछि भी काम पाऊ नहीं यह मो सफलतार मार्ग अटकाउछि कथा ही कहबी नहीं से दिन ठूँ से चिंता कले जे विजुअल कमेडी मु निश्चय किछि करके देखेबी बिना कथारे करके देखेबी बिना कथारे 1987 कानाडा रे जस्ट फॉर लाफ्स नामक एक कॉमेडी फेस्टिवल आरंभ होता है से जोग देवाक गले एवं जितेबाला स्टेज उपरକୁ उठी जाइछंती तांको पचरा गला जे आपण कोन परफॉर्म करिवे से कहले मु फ्रेंच रे किसी परफॉर्म करबी इंग्लिश रे नुह सेठी कहा को फ्रेंच बुझिबा आसुनथिला ते समस्त को लागिला बोधुए से फ्रेंच रे किसी कथावार्ता करछंती किंतु किंतु मिस्टर बीन को पाई यह थिला एक परीक्षागार से परीक्षा कर देखुले लोके जोटी कथा बुझी पारे ना से केवल एक्टिंग को देखिकी रियलिस्टिक एक्टिंग को देखिकी केते उत्साहित करुचंती केते खुशी होचंती तेबे से परीक्षा से पास करथिले एवं सबु ताली तांको सपक्षर जाइथिला तांको मिल जाइथिला एक रास्ता आगु जिबा पई ताहाको ही मार्ग बनेले आउ कथा कहिबे नाही बिना कथारे ही एक्टिंग करके देखैबी एवं लोकमानंको हृदय रे जागा मारिबी 1990 आसिला मिस्टर बीन सीरियल ए मिस्टर बीन सीरियल ही तांकु सारा विश्व रे परिचित कराइले आउ जहाँ को आम आज जानी मिस्टर बीन भाव बंधु शेष तांको द्वारा कह जाइथिबा एक सुंदर कथा कही आम वीडियो शेष करवा टू बी सक्सेसफुल यू डोंट नीड ब्यूटीफुल फेस एंड हीरोइक बॉडी व्हाट यू नीड इज स्किलफुल माइंड एंड एबिलिटी टू परफॉर्म तबे आमे कहीं नुहे आमे कहीं सब प्रतिबंधक बाधा विघ्न एक कथा कही से रास्ता पर ठिया रहा रास्ता पर ठिया रही रास्ता सरे नहीं बंधु आग को पाद बढ़ाइबा पड़े मु अनेक थर कही बंधु भिड़े चलवा भूली जातु जदि निजर परिचय बनइबार अछि कारण भिड़े चलिले आपण को साहस तो मिल जिवो हेले परिचय परिचय हजिଯିवो तबे परिचय पाइबा पई हेले भिड़रू बाहर को जाई निजे किछि करी देखांतु से रोवान एटकिंसन को ठारू मिस्टर बीन हेबा पर्यंत ए रास्ता केवल हमको यही शिखौछ तबे जदि आमे एथुर किछि शिखिचंती बंधु किछि शिखिबा पाई ता लाइक करंतु कमेंट करंतु शेयर करंतु सांगसाथी मानक जो माने एमती किछि प्रतिबंधकर सामना करी अटकी जाइचंती जीवन रास्ता किछि भल कथा शिखिबारे भल कथा अन्य को शेयर करिबारे किछि जाय नै बंधु बरं आमे किछि भल काम करिबारे हमर सहयोगिता वृद्धि पाए धन्यवाद समस्तଙ୍କୁ ସମସ୍ତଙ୍କର ଆଜିର ଦିନଟି खूब भलरे कटू मंगलमय हेउ पुणी मु देखाबी आउ अन्य एक भिडियो रे अन्य एक शिक्षणीय कथा को नेकी आपनक प्रिय मोटिवेशनल स्पीकर संजय पंडा आज एठी रखुची एई कहानी को।